ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ସ୍କନ୍ଦଗୁପ୍ତ ଗୁପ୍ତ ସାମ୍ରାଜ୍ୟର ଜଣେ ଶକ୍ତିଶାଳୀ ଶାସକ ଥିଲେ। ସେ ଗୁପ୍ତ ସମ୍ରାଟ କୁମାରଗୁପ୍ତଙ୍କ ପୁତ୍ର ଥିଲେ। ସେ 455 ରୁ 467 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରୁଥିଲେ। ଏହି ସମୟ ମଧ୍ୟରେ ଇଣ୍ଡୋ ହେପ୍ଲାଲାଇଟ୍ସ ଉତ୍ତର ପଶ୍ଚିମ ଦିଗରୁ ଭାରତ ଆକ୍ରମଣ କରିଥିଲେ। ସିନ୍ଧୁ ନଦୀ ପର୍ଯ୍ୟନ୍ତ ଆଗକୁ ବଢିଥିଲେ। ଅସୁବିଧା ସତ୍ତ୍ୱେ ସେ ଗୁପ୍ତ ସାମ୍ରାଜ୍ୟର ସ୍ଥିରତା ବଜାୟ ରଖିଥିଲେ। ଭିଡିଓଟି କେମିତି ଲାଗିଲା ମତେ କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦେବେ। ଭିଡିଓ କଣ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।